ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବଡ଼ମାଳ ଯେଉଁଟାକି ଆପଣମାନଙ୍କର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମିନିଷ୍ଟ୍ରି ଅଫ୍ ଡିଫେନ୍ସ ଅଣ୍ଡରରେ ଆସିଥାଏ, ତା ତରଫରୁ ଗୋଟେ ନୋଟିଫିକେସନ୍ ଆସିଛି ଯେଉଁଥିରେ ଆପଣମାନଙ୍କର ଚାକିରିର ସୁବର୍ଣ୍ଣ ସୁଯୋଗ ରହିଛି। ସେ ବିଷୟରେ ଆମେ ଡିଟେଲ୍ ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ ପିଲାମାନେ, ବୁଝିଗଲା? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ପିଲାମାନେ, ଏ ହେଉଛି ଅଫିସିଆଲ୍ ନୋଟିସ୍ ଯେଉଁଥିରେ ଆପଣମାନଙ୍କର ଅଫଲାଇନ୍ ମାଧ୍ୟମରେ ଆପ୍ଲାଏ କରିପାରିବେ ଢେର ସାରା ପୋଷ୍ଟ, ଯେଉଁଟାକି ଆପଣମାନଙ୍କର କଣ୍ଟ୍ରାକ୍ଟ ବେସିସ୍ର, ଯାହାକି ଗୋଟେ ବର୍ଷରୁ 4 ବର୍ଷ ମଧ୍ୟରେ ଆପଣମାନେ ଚାକିରି କରିପାରିବେ, ବୁଝିଗଲା? ଯଦ୍ୱାରା କି ଆପଣମାନେ ବହୁତ ମାତ୍ରାରେ ଏକ୍ସପିରିଏନ୍ସ ପାଇଯିବେ, ବୁଝିଗଲେ ନା ପିଲାମାନେ? ତେଣୁକରି ଓଡ଼ିଶାରେ ଚାକିରି କରିବେ। ଆପଣମାନେ ଜାଣିଥିବେ ଆମର ଓଡ଼ିଶାର ଗୋଳା ବାରୁଦ କାରଖାନା ବଲାଙ୍ଗୀରରେ ରହିଛି, ବଡ଼ମାଳଠାରେ, ସେଇଥିରେ ଆପଣମାନେ ଚାକିରି କରିବେ, ବୁଝିଗଲା? ତେଣୁକରି ନିଶ୍ଚୟ ଭାବରେ ଆପ୍ଲାଏ କରିଦେବେ ପିଲାମାନେ। ଏବେ ଦେଖିବା ଏହାର ପୋଷ୍ଟ, ବେସିକ୍ ପେ ଆଉ ଏହାର ଭ୍ୟାକେନ୍ସି ବିଷୟରେ। ଦେଖନ୍ତୁ, ପ୍ରଥମେ ରହିଛି ଏହାର ପୋଷ୍ଟ ହେଉଛି ଆପଣମାନଙ୍କର DBW ମାନେ ଡେଞ୍ଜର ବିଲ୍ଡିଂ ୱାର୍କର। ସେଥିରେ ଆପଣମାନଙ୍କର ବେସିକ୍ ପେ ରହିବ 19,900 ଟଙ୍କା, ବୁଝିଗଲା? ଆପଣମାନଙ୍କର କେବଳ ସ୍କିଲ୍ ରହିଥିବା ଦରକାର। ମୁଁ କହିବି କେଉଁ ସ୍କିଲ୍ ରହିଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ପ୍ରଥମେ ଆମେ ଜାଣିନେବା ଟୋଟାଲ୍ ଭ୍ୟାକେନ୍ସି ରହିଛି 80। ତା ଭିତରୁ ଜେନେରାଲମାନଙ୍କର ରହିଛି 33ଟି ପୋଷ୍ଟ, OBC ମାନଙ୍କ ପାଇଁ ନନ୍ କ୍ରିମିଲେୟର ତାଙ୍କ ପାଇଁ 21ଟି ପୋଷ୍ଟ ରହିଛି, SC ପାଇଁ 12ଟି ପଦବୀ ରହିଛି, ST ପାଇଁ 6ଟି ରହିଛି, ଆଉ ଇକୋନୋମିକାଲ ୱିକର ସେକ୍ସନ୍ ମାନଙ୍କ ପାଇଁ 8ଟି ପଦବୀ ରହିଛି। ସେଇଭଳି ଆପଣମାନେ ଯଦି ଦେଖିବେ ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ 8ଟି ପଦବୀ ରହିଛି। ତେଣୁକରି ସର୍ବମୋଟ ଆପଣମାନଙ୍କର 80ଟି ପଦବୀ ରହିଛି, ବୁଝିଗଲେ ପିଲାମାନେ? ଯେଉଁଟାକି ଏଇ ନୋଟିଫିକେସନରେ ମେନସନ୍ ହେଇଛି, କିନ୍ତୁ ପରେ ପରେ ଏହାର ଭ୍ୟାକେନ୍ସି ବଢ଼ିପାରେ ମଧ୍ୟ। ତେଣୁକରି ଆପ୍ଲାଏ କରନ୍ତୁ। ଯଦି ପରେ ବଢ଼ିଗଲା ତାହେଲେ ଆପଣମାନଙ୍କର ଚାନ୍ସ ଅଧିକା ରହିବ। ଚାଲନ୍ତୁ ବର୍ତ୍ତମାନ ଆମେ ଜାଣିବା ଏସେନ୍ସିଆଲ କ୍ୱାଲିଫିକେସନ୍ କ'ଣ ରହିବା ଦରକାର। ତାହେଲେ ମିନିମମ୍ କ୍ୱାଲିଫିକେସନ୍ ଆପଣମାନଙ୍କର ସ୍କିଲ୍ ରହିବା ଦରକାର, ଯେଉଁ ସ୍କିଲ୍ କି ଆପଣମାନଙ୍କର NCVT ନ୍ୟାସନାଲ୍ ଆପ୍ରେଣ୍ଟିସସିପ୍ ସାର୍ଟିଫିକେଟ୍, ତା ତରଫରୁ ମଧ୍ୟ ଆପଣମାନଙ୍କର ସାର୍ଟିଫିକେଟ୍ ରହିଥିବା ଦରକାର। ତା ସହିତ ଅନ୍ୟାନ୍ୟ ଟ୍ରେଡ୍ସରେ ଯଦି ଆପଣମାନେ କରିଥିବେ, ଯେମିତିକା ମେକାନିଷ୍ଟ, ଫିଟର, ଟର୍ନର, ସିଟ୍ ମେଟାଲ ୱାର୍କର, ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ସ ମେକାନିକ୍ସ, ରେଫ୍ରିଜିରେସନ୍ ଆଣ୍ଡ AC କଣ୍ଡିସନିଂ ମେକାନିକ୍ସ, ଏଇସବୁ ଆପଣମାନଙ୍କର ଯଦି ଟ୍ରେଡ୍ ରହିଥିବ ତାହେଲେ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ, ବୁଝିଗଲା? ତେଣୁକରି ଆପଣମାନଙ୍କର ITI, ଡିପ୍ଲୋମା, ବିଟେକ୍ ପିଲାମାନଙ୍କ ପାଇଁ ଇଏ ହେଉଛି ଗୋଟେ ସୁବର୍ଣ୍ଣ ସୁଯୋଗ, ବୁଝିପାରିଲେ ପିଲାମାନେ? ତେଣୁକରି ଆପ୍ଲାଏ କରିବା ପୂର୍ବରୁ ୟାକୁ ଆପଣମାନେ ଡିଟେଲ୍ ଜାଣନ୍ତୁ, ଦେନ୍ ଆପ୍ଲାଏ କରନ୍ତୁ। ବର୍ତ୍ତମାନ ଆମେ ଦେଖିବା ଏହାର ଏଜ୍ ଲିମିଟ୍ କେତେ ହେଇଥିବା ଦରକାର। ଦେଖନ୍ତୁ, 18ରୁ 40 ବର୍ଷ ହେଇଥିବା ଦରକାର, ମାନେ ମିନିମମ୍ ଆପଣମାନଙ୍କର 18 ବର୍ଷ ହେଇଥିବା ଦରକାର, ଆଉ ମ୍ୟାକ୍ସିମମ୍ ଆପଣମାନଙ୍କର 40 ବର୍ଷ ହେଇଥିବା ଦରକାର। ଯଦି ବି ଅଧିକା ହେଇଯାଇଛି ତାହେଲେ ମଧ୍ୟ କିଛି ଅସୁବିଧା ନାହିଁ, କାହିଁକିନା ST SC କ୍ୟାଣ୍ଡିଡେଟ୍ ତାଙ୍କ ପାଇଁ 5 ବର୍ଷ ରିଲାକ୍ସେସନ୍ ରହିଛି। ସେଇଭଳିଆ OBC କ୍ୟାଣ୍ଡିଡେଟ୍ ଯେଉଁମାନେ ନନ୍ କ୍ରିମି ଲେୟାର ଥିବେ, NCL ଥିବେ, ସେମାନଙ୍କୁ 3 ବର୍ଷ ରିଲାକ୍ସେସନ୍ ରହିବ, ହେଲା? ସେଇଭଳିଆ ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ ମଧ୍ୟ ରିଲାକ୍ସେସନ୍ର ଫ୍ୟାସିଲିଟି ରହିଛି, ଆପଣମାନେ ସବୁ ଦେଖିପାରୁଛନ୍ତି, ବୁଝିଗଲେ? ତାପରେ ଆମେ ଜାଣିବା ଆପ୍ଲିକେସନ୍ ଫି କେତେ ରହିବ। କୌଣସି ଆପ୍ଲିକେସନ୍ ଫି ଦରକାର ନାହିଁ, ମାନେ ପୁରା ଫ୍ରି ରହିଛି ଆପଣମାନଙ୍କ ପାଇଁ, ବୁଝିଗଲେ? ଏବେ ଦେଖିବା କେମିତି ଆପ୍ଲାଏ କରିବେ। ପ୍ରଥମେ ଏହି ଫର୍ମକୁ ଆପଣମାନେ ଡାଉନଲୋଡ୍ କରିବେ। ମୁଁ ଦେଖେଇବି ଆପଣମାନଙ୍କୁ। ସେଇ ଫର୍ମକୁ ଆପଣମାନେ ପ୍ରିଣ୍ଟ କରିବେ। ପ୍ରିଣ୍ଟ କଲା ପରେ ସେଇଥିରେ ଯେଉଁ ଡାଟା କହିବ ତାକୁ ଆପଣମାନେ କ୍ୟାପିଟାଲ ଲେଟରରେ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ଅଫଲାଇନ୍ ମାଧ୍ୟମରେ ତାକୁ କ'ଣ କରିବେ, ପୋଷ୍ଟ କରିଦେବେ ପୋଷ୍ଟାଲ ମାଧ୍ୟମରେ, ବୁଝିଗଲେ? ମନେ ରଖିବେ ଗୋଟେ କଥା ପିଲାମାନେ, ଏନଭେଲପ୍ ଉପରେ ଏଇସବୁ ଜିନିଷ ଲେଖିବା ଦରକାର। ଆପ୍ଲିକେସନ୍ ଫର୍ ଦ ପୋଷ୍ଟ ଅଫ୍ ଟେନ୍ୟୁର ବେସ୍ଡ DBW ଅନ୍ କଣ୍ଟ୍ରାକ୍ଟ ବେସିସ୍, ଏଇ ଜିନିଷଟାକୁ ଆପଣମାନେ ମେନସନ୍ କରିବା ଦରକାର, ବୁଝିଗଲେ? ଦେନ୍ ଆପଣମାନେ ଏଇ ଆଡ୍ରେସରେ ତାକୁ ପୋଷ୍ଟ କରିଦେବେ, ବୁଝିଗଲେ ନା ପିଲାମାନେ? ପୁରା କ୍ଲିଅର। ବର୍ତ୍ତମାନ ଦେଖିବା କେତେ ସୁଦ୍ଧା ଆପଣମାନେ ଆପ୍ଲାଏ କରିବେ। ଦେଖନ୍ତୁ, ଏହାର ଯେତେ ଶୀଘ୍ର ପାରିବେ ଆପ୍ଲାଏ କରିଦେବେ, କାହିଁକିନା 21 ଦିନ ମଧ୍ୟରେ ଆପଣମାନଙ୍କର ଶେଷ ହେଇଯିବ। ତାପରେ ଯଦି ଆପଣମାନଙ୍କର ଏନଭେଲପ୍ ଯଦି ତାଙ୍କ ପାଖକୁ ପହଞ୍ଚିଗଲା ତାହେଲେ ମଧ୍ୟ ଆକ୍ସେପ୍ଟ କରିବେନି, ତାକୁ ରିଜେକ୍ଟ କରିଦେବେ, ବୁଝିଗଲେ?
ଏବେ ଦେଖିବା ଜବ୍ ସ୍ପେସିଫିକେସନ୍ କ'ଣ ଦେଖନ୍ତୁ ଜବ୍ ସ୍ପେସିଫିକେସନ୍ କିଛି ନାହିଁ ପିଲାମାନେ କେବଳ ମ୍ୟାନୁଫ୍ୟାକ୍ଚରିଂ ଆଉ ହ୍ୟାଣ୍ଡଲିଂ ମିଲିଟାରୀ ଏକ୍ସପ୍ଲୋସିଭ୍ ଏମ୍ୟୁନିସନ୍ରେ ଆପଣମାନେ କାମ କରିବେ ବୁଝିହେଲା। ତେଣୁକରି ମୁଁ ଯେଉଁ କଥା କହୁଥିଲି ସେଇ ଜିନିଷରେ ଆପଣମାନେ ରିଜେକ୍ଟ ହେଇଯିବେ। ତେଣୁକରି ଅତି ଶୀଘ୍ର ଆପଣମାନେ ପୋଷ୍ଟାଲ ମାଧ୍ୟମରେ ସ୍ପିଡ୍ ପୋଷ୍ଟ କରିନେବେ ବୁଝିଗଲେ। ଦେଖନ୍ତୁ ପିଲାମାନେ ଆମର ଆଉ କ'ଣ ଏମ୍ୟୁନିସନ୍ ଆଣ୍ଡ ଏକ୍ସପ୍ଲୋସିଭ୍ ଗ୍ରୁପ୍ର କେଉଁ କମ୍ପାନୀ ସବୁ ରହୁଛି ବା ଫ୍ୟାକ୍ଟ୍ରି ସବୁ ରହୁଛି ଆପଣମାନେ ତାକୁ ଜାଣିନେବେ ବୁଝିଗଲେ। ଓକେ ପିଲାମାନେ ଦେଖନ୍ତୁ ପିଲାମାନେ ମୁଁ ଆପଣମାନଙ୍କୁ କହୁଥିଲି ଏଇ ଫର୍ମ କଥା। ତେଣୁକରି ଏଇ ଫର୍ମକୁ ଆପଣମାନେ ପ୍ରିଣ୍ଟ ଆଉଟ୍ କାଢ଼ି ନେବେ। ଦେଖନ୍ତୁ ଏଇ PDF ପାଇବା ପାଇଁ ହେଲେ ଆମର ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲ ଏଡିଏସ୍ ନଲେଜ ପଏଣ୍ଟ ତାକୁ ଜଏନ୍ କରିନେବେ। ଆଉ ସେଇଥିରେ ମୁଁ ଏଇ PDFକୁ ପୋଷ୍ଟ କରିଦେଇଥିବି। ସେ PDFକୁ ଆପଣମାନେ ଡାଉନଲୋଡ଼ କରିବେ ଆଉ ପ୍ରିଣ୍ଟ ଆଉଟ୍ କରିବେ ବୁଝିଗଲେ ପିଲାମାନେ। ଯଦି ବି କିଛି ଡାଉଟ୍ ହୁଏ ତାହେଲେ ମୋର ପର୍ସନାଲ ଟେଲିଗ୍ରାମ ଗ୍ରୁପ DK ସାର୍ ଓଡ଼ିଶା ସେଇଥିରେ ମଧ୍ୟ ଜଏନ୍ ହେଇଯିବେ ଆଉ ସିଧାସଳଖ ପ୍ରଶ୍ନ ପଚାରି ପାରିବେ। ତାର ଲିଙ୍କ୍ ମଧ୍ୟ ଆମର ଡେସ୍କ୍ରିପସନ୍ ବକ୍ସରେ ମୁଁ ରଖିଦେଇଥିବି ବୁଝିଗଲେ। ତେଣୁକରି ପ୍ରଥମେ କ'ଣ କରିବେ ୟାକୁ ପ୍ରିଣ୍ଟ ଆଉଟ୍ କାଢ଼ିବେ। ପ୍ରିଣ୍ଟ ଆଉଟ୍ କାଢ଼ିଲା ପରେ କ'ଣ କରିବେ ନା କଲର୍ ପାସପୋର୍ଟ ସାଇଜ୍ର ଫଟୋକୁ ଏଇ ଜାଗାରେ ଦେବେ ବୁଝିହେଲା। ତାପରେ ଆପଣମାନଙ୍କର ITI ଥିବ କିମ୍ବା ଆପ୍ରେଣ୍ଟିସ୍ ଥିବ ତାକୁ ଆପଣମାନେ ମେନସନ୍ କରିବେ। ସବୁଗୁଡ଼ା ପିଲାମାନେ କ୍ୟାପିଟାଲ ଲେଟରରେ ଲେଖିବେ ବୁଝିଗଲେ। ଦେନ୍ ଆପଣମାନଙ୍କର ଜେଣ୍ଡର ଦେବେ, ବାପାଙ୍କ ନାଁ ଦେବେ, ଯଦି ଆପଣମାନଙ୍କର ହଜବେଣ୍ଡ ଥାନ୍ତି ତାହେଲେ ତାଙ୍କ ନାଁ ଦେବେ, ଡେଟ୍ ଅଫ୍ ବାର୍ଥ ମେନସନ୍ କରିବେ। ଏଇସବୁ ଆପଣମାନଙ୍କର ନର୍ମାଲ ଯେଉଁ ଫର୍ମ ଫିଲ୍ଅପ୍ ହେଇଥାଏ ସେଇ ସବୁ ଫର୍ମ ଫିଲ୍ଅପ୍ର ସେଇ ଅନୁସାରେ ଫର୍ମଟିକୁ ଫିଲ୍ଅପ୍ କରିବେ ଓକେ। ଦେନ୍ ଆପଣମାନଙ୍କର କଲେଜର ନାଁ ସବୁ ମେନସନ୍ କରିବେ ହେଲା, କେବେ ଏକ୍ଜାମ୍ ପାସ୍ କରିଥିଲେ ସେସବୁ ଜିନିଷକୁ ମେନସନ୍ କରିବେ ଓକେ ପିଲାମାନେ। ଯଦି ଆପଣମାନଙ୍କର କୌଣସି ପ୍ରିଭିୟସ୍ କମ୍ପାନୀରେ ଆପଣମାନଙ୍କର ଏକ୍ସପିରିଏନ୍ସ ଥାଏ ତାକୁ ମଧ୍ୟ ଆପଣମାନେ ମେନସନ୍ କରିବେ ପିଲାମାନେ ହେଲା, ଯଦ୍ୱାରା କି ଆପଣମାନଙ୍କୁ ଶୀଘ୍ର ସିଲେକ୍ସନ୍ ପାଇଯିବେ। କାହିଁକିନା ଆପଣମାନଙ୍କ ପାଖରେ ଗୋଟେ ଏକ୍ସପିରିଏନ୍ସର ସାର୍ଟିଫିକେଟ୍ ମଧ୍ୟ ରହିଥିବ ତାକୁ ମଧ୍ୟ ଆପଣମାନେ ଆଟାଚ୍ କରିବେ। ଆଉ ଭେରି ଇମ୍ପୋର୍ଟାଣ୍ଟ ପିଲାମାନେ ଏ ଲିଷ୍ଟକୁ ଆପଣମାନେ ଚେକ୍ କରିବେ। ଚେକ୍ କରିକିରି ୟେସ୍ ଆଉ ନୋ ମେନସନ୍ କରିବେ ବୁଝିହେଲା। ଯେଉଁ ଡକୁମେଣ୍ଟସ୍ ଥିବ ସେଥିରେ ଆପଣମାନେ ୟେସ୍ କରିବେ, ଯେଉଁ ଡକୁମେଣ୍ଟସ୍ ନଥିବ ସେଥିରେ ନୋ କରିଦେବେ। କିଛି ଅସୁବିଧା ହେବ ନାହିଁ ପିଲାମାନେ ହେଲା। ଦେନ୍ ଆପଣମାନେ এই ଡିକ୍ଲାରେସନ୍ ଫର୍ମକୁ ମଧ୍ୟ ପ୍ରିଣ୍ଟ ଆଉଟ୍ କାଢ଼ିଥିବେ। ସେଥିରେ ଡିକ୍ଲାରେସନ୍ରେ ମଧ୍ୟ ମେନସନ୍ କରିକିରି ନିଜର ସାଇନ୍ଟିଏ କରିଦେବେ। ଆଉ ମନେ ରଖିବେ ପିଲାମାନେ ଯେଉଁମାନେ OBC ନନ୍ କ୍ରିମି ଲେୟାର ଥିବେ ତାଙ୍କ ପାଇଁ ସ୍ପେଶିଆଲ ଏଇ ଡିକ୍ଲାରେସନ୍ଟିକୁ ନିଶ୍ଚୟ ଭାବରେ ମେଣ୍ଟେନ୍ କରିବେ ବୁଝିଗଲେ। ଦେନ୍ ଏଇ ଜାଗାରେ ଡେଟ୍ ଲେଖିବେ, ନିଜର ସାଇନ୍ଟିଏ କରିଦେବେ। ଆଉ ମନେ ରଖନ୍ତୁ ଯେଉଁମାନେ ଏକ୍ସ ସର୍ଭିସମ୍ୟାନ୍ କ୍ୟାଟେଗୋରିରେ ଆପ୍ଲାଏ କରୁଥିବେ ସେମାନେ ଏଇ ଫର୍ମାଲିଟିକୁ ନିଶ୍ଚୟ ଭାବରେ ମେଣ୍ଟେନ୍ କରିବେ, ଡେଟ୍ ଦେବେ, ନିଜର ସାଇନ୍ କରିନେବେ ବୁଝିଗଲେ। ତେଣୁକରି ମୁଁ ଆପଣମାନଙ୍କୁ ପୁରା ଡିଟେଲ୍ ଆଲୋଚନା କରିଦେଲି। ଆଶା କରୁଛି ଆପଣମାନେ A to Z ପୁରା ବୁଝିଯାଇଥିବେ। ଯଦି ବି କିଛି ଡାଉଟ୍ ଥିବ ତାହେଲେ କମେଣ୍ଟ ବକ୍ସ ଆପଣମାନଙ୍କର ନିଶ୍ଚୟ କମେଣ୍ଟ କରିକି ଜଣାଇବେ। ଆଉ ନୂଆ କରିକି ଯଦି ଆସିଥାନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ଭିଡ଼ିଓକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ନିକଟକୁ ସେୟାର କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।